ଲକେଟ୍ କିଣିବା ବାହାନାରେ ଦୁଇ ଜଣ ଗହଣା ଦୋକାନକୁ ଆସିଲେ। ଆଉ ଦୋକାନୀ ସେମାନଙ୍କୁ ସୁନା ଲକେଟ୍ ଦେଖାଉଥିବା ବେଳେ ଜଣେ ଦୁର୍ବୃତ୍ତ ହାତ ପୁରାଇ ଏକ ସୁନା ଲକେଟ୍ ଭର୍ତ୍ତି ବାକ୍ସକୁ ନେଇ ଚମ୍ପଟ ମାରିଥିଲା। କିନ୍ତୁ ଆଉ ଜଣକୁ ଦୋକାନୀ ଓ କର୍ମଚାରୀମାନେ ମିଶି ଧରି ନେଇଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡିଏନ୍କେ ସ୍ଥିତ ରୂପାଲି ଜୁଏଲାର୍ସରେ ଘଟିଛି ଏହିପରି ଲୁଟ୍ ଘଟଣା। ପରେ ଦୋକାନୀ ଥାନାକୁ ଖବର ଦେବାରୁ ପୁଲିସ ଆସି ଧରାପଡ଼ିଥିବା ଜଣକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ବ୍ୟକ୍ତି ଗ୍ରାହକ ବେଶରେ ରୂପାଲି ଜୁଏଲାର୍ସକୁ ଆସି ସୁନା ଲକେଟ୍ ଦେଖାଇବାକୁ କହିଥିଲେ। ତେଣୁ ଦୋକାନର କର୍ମଚାରୀମାନେ ଡିସପ୍ଲେରେ ଥିବା ଲକେଟ୍ ଦେଖାଉଥିବା ବେଳେ ସେମାନେ ବାରମ୍ବାର ନିଜେ ହାତ ପୁରାଇ ଲକେଟ୍ ଗୁଡ଼ିକୁ ଯାଞ୍ଚ କରୁଥିଲେ। ଏପରିକି ଜଣେ ବ୍ୟକ୍ତିଙ୍କୁ ମନା କରାଯିବା ସତ୍ତ୍ୱେ ସେ ବାରମ୍ବାର ଷ୍ଟକ୍ ମଧ୍ୟରେ ହାତ ପୁରାଉଥିବା ବେଳେ ପ୍ରାୟ 50ରୁ 60 ଗ୍ରାମ ଓଜନର ସୁନା ଲକେଟ୍ ଥିବା ଏକ ବାକ୍ସକୁ ନେଇ ଚମ୍ପଟ ମାରିବା ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଦୋକାନର କର୍ମଚାରୀମାନେ କାବୁ କରି ପୁଲିସକୁ ଖବର ଦେଇଥିଲେ। ଧରାପଡ଼ିଥିବା ବ୍ୟକ୍ତି ଜଣକ ଛତିଶଗଡ଼ର ରାୟପୁର ନର୍ମଦାପାରା ଅଞ୍ଚଳର ସଞ୍ଜୟ ବିଶ୍ୱାସ ବୋଲି ଜଣାପଡ଼ିଛି। ଆଉ ସିସିଟିଭି ଫୁଟେଜ ଏବଂ ଧରାପଡ଼ିଥିବା ବ୍ୟକ୍ତିଙ୍କ ଠାରୁ ମିଳୁଥିବା ତଥ୍ୟ ଆଧାରରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଆମର ଜୁଏଲାରୀ ସପ୍ ଅଛି ରୂପାଲି ଜୁଏଲାରୀ ଡିଏନ୍କେରେ। ଆମର ଦୋକାନରେ 2 ଲକ୍ଷ କଷ୍ଟମର ହିସାବରେ ଆସିଥିଲେ। ତାଙ୍କେ କହିଲେ କି ଲକେଟ୍ ଦେଖିବାର ଅଛି ବୋଲିକିନା ଆମେ ଡିସପ୍ଲେ ଯେଉଁ ଆସିଥିଲା ସେଇଟା ଦେଖାଇଲୁ। ତାପରେ ତାଙ୍କୁ ଆମ ଭିତରୁ ଡାଇରେକ୍ଟ ହାତ ପୁରାଇ ଦେଲେ। ତାଙ୍କେ ଯେଉଁଥର ମନା କର ହେଲେ ମିଶା ତାଙ୍କେ ହାତ ପୁରାଉଥିଲେ। ଆମର ଯେଉଁ ଷ୍ଟକ୍ ଥାଉଛି ଯେଉଁଟା ସାମାନ ଯାକ ତାହିଁରେ ତାଙ୍କମାନେ ହାତ ପୁରାଉଥିଲେ। ଗୋଟେ ଥର ମନା କରା ହେଲେ ମିଶା ବାରମ୍ବାର ହାତ ପୁରାଇକିନା ଝିକିନା ଗୋଟେ ଲୋକ ନେଇଗଲେ ଆଉ ଗୋଟେ ଥର ଯାଉଥିଲେ। କ'ଣ ନେଇକରି ଗଲେ? ସୁନା ଲକେଟ୍ ଥିଲା, 50-60 ଗ୍ରାମ ପାଖାପାଖି ଥିଲା ଲକେଟ୍ ଯାକ। ସେଇଟା ଗୋଟେ ବକ୍ସ ଥିଲା, ସେଇଟା ନେଇକିନା ପଳେଇଲେ ତାଙ୍କେ। ଆଉ କେତେ ଲୋକ ଆସିଥିଲେ? କେତେ ଲୋକ ତମେ କାବୁ କରଲ? 2 ଲୋକ ଆସିଥିଲେ। ଗୋଟେ ଲୋକକୁ ଧରିଛୁ ଆମେ, ଆଉ ଗୋଟେ ଲୋକକୁ ଏବେ ଯେ ମିଳିଲେ ତାକୁ ପଚରା ଚାଲିଛି। ସେମାନେ କୋଉଥିରେ ଆସିଥିଲେ? କୋଉଥିର ଅଞ୍ଚଳ ଲୋକ? ତାଙ୍କେ କହୁଛନ୍ତି କି ଆମେ ରାୟପୁର ଆସିଛୁ ବୋଲିକିନା। ରାୟପୁର ଆସିଲେ କହିଲେ ତାଙ୍କେ। କେତେ ଜଣ ଆସିଥିଲେ? କୋଉଥିରୁ ଆସିଥିଲେ? 2 ଲୋକ ଆସିଥିଲେ, ରାୟପୁର ଆସିବେ କହୁଥିଲେ। ତାଙ୍କେ ତ ଦେଖ ବାଇକ୍ରେ ଆସିଥିଲେ ବୋଧେ। ହଁ, ପୋଲିସ ଷ୍ଟେସନ ଫୋନ୍ କରାଯାଇଥିଲା। ପୋଲିସ ସାର୍ ଆସିକିନା ଏବେ ଥାନାକୁ ଅଣାହେଇଛି। ତାଙ୍କୁ ଚାଲିଛି ଭିତରେ ପଚରା ଚାଲିଛି। 15-20 ଲୋକ ସୁନା ଥିବ ନେଇକିନା ପଳାଇଛନ୍ତି। ତାଙ୍କ ସହିତ ଯିଏ ଆସିଥିଲେ 2 ଲୋକ ଆସିଥିଲେ। ତାଙ୍କେ ଗୋଟେ ଲୋକ ଧରିଛୁ ଆଉ ଗୋଟେ ଲୋକ ଫରାର ହେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ କୃଷ୍ଣା ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।